ସାଇତି ରଖିବା ସଜାଇ ରଖିବା କ୍ୱେଶ୍ଚନ୍ ଆଣ୍ଡ ଆନ୍ସାର୍। 1 ନମ୍ବରଟି କହିଛି ଆସ କଥାବାର୍ତ୍ତା ହେବା। କ ନମ୍ବରଟି କହିଛି ତନ୍ମୟ ବ୍ୟସ୍ତ ହୋଇ କ'ଣ ଖୋଜୁଥିଲା? ଆନ୍ସାର୍ ତନ୍ମୟ ବ୍ୟସ୍ତ ହୋଇ ସାର୍ଟ ଖୋଜୁଥିଲା। ଖ ନମ୍ବର କେଉଁମାନେ ସବୁବେଳେ ଅନ୍ୟକୁ ଦୋଷ ଦିଅନ୍ତି? ଆନ୍ସାର୍ ଯେଉଁମାନେ ନିଜ କାମ ନିଜେ କରନ୍ତି ନାହିଁ ସେମାନେ ସବୁବେଳେ ଅନ୍ୟକୁ ଦୋଷ ଦିଅନ୍ତି। ଗ ନମ୍ବର କେଉଁ କାରଣରୁ ଭଦ୍ରଲୋକ ଜରିମାନା ଦେଲେ? ଆନ୍ସାର୍ ସାମାନ୍ୟ ଅଯତ୍ନରୁ ଭଦ୍ରଲୋକ ଜରିମାନା ଦେଲେ। ଘ ନମ୍ବର ଚନ୍ଦନ କ'ଣ କ'ଣ ସଂଗ୍ରହ କରି ରଖିଥିଲା? ଆନ୍ସାର୍ ଚନ୍ଦନ ନାନା ପ୍ରକାର ପଥର, ପଶୁପକ୍ଷୀଙ୍କର ଚିତ୍ର, ପକ୍ଷୀଙ୍କର ପର, ଡାକ ଟିକେଟ ଓ ମୁଦ୍ରା ଇତ୍ୟାଦି ସଂଗ୍ରହ କରି ରଖିଥିଲା। ଅ ନମ୍ବର ରାଜ୍ୟ ସଂଗ୍ରହାଳୟଟି କେଉଁଠାରେ ଅବସ୍ଥିତ? ଆନ୍ସାର୍ ରାଜ୍ୟ ସଂଗ୍ରହାଳୟଟି ଭୁବନେଶ୍ୱରରେ ଅବସ୍ଥିତ। 2 ନମ୍ବର ଆସ ଉତ୍ତର ଲେଖିବା। କ ନମ୍ବରଟି କହିଛି ଜିନିଷ ସବୁକୁ ସଜାଇ ନ ରଖିଲେ ଆମର କି କି ଅସୁବିଧା ହୋଇଥାଏ? ଆନ୍ସାର୍ ଜିନିଷ ସବୁକୁ ସଜାଇ ନ ରଖିଲେ ତାକୁ ଖୋଜିବାରେ ଆମର ବହୁତ ସମୟ ନଷ୍ଟ ହୁଏ, ଅନ୍ୟ ଉପରେ ରାଗ ହୁଏ, ଅନ୍ୟକୁ ଦୋଷ ଦେଇ ଭୁଲ କରିବାକୁ ପଡ଼େ ଏବଂ ଅନେକ ସମୟରେ ଅପମାନିତ ହେବାକୁ ପଡ଼ିଥାଏ। ଖ ନମ୍ବର ଘରୁ ବାହାରିଲା ବେଳକୁ ତନ୍ମୟ ରାଗ ତମତମ ହୋଇ ବାହାରେ କାହିଁକି? ଆନ୍ସାର୍ ତନ୍ମୟ ପ୍ରତିଦିନ କ'ଣ ନା କ'ଣ ହଜାଏ, କେଉଁଠି କେଉଁ ଜିନିଷ ରଖେ ତା'ର ଠିକଣା ନଥାଏ, ଯାହା ଖୋଜେ ହଠାତ୍ କିଛି ମିଳେ ନାହିଁ। ଏହି ଅସୁବିଧା ବରାବର ଲାଗି ରହିଥାଏ, ତେଣୁ ସେ ଘରୁ ବାହାରିଲା ବେଳକୁ ଖୋଜୁଥିବା ଜିନିଷ ନ ପାଇ ରାଗ ତମତମ ହୋଇ ବାହାରେ। ଗ ନମ୍ବର ଦୁର୍ଲଭ ପଦାର୍ଥ ଆମେ କାହିଁକି ସଂଗ୍ରହ କରିବା? ଆନ୍ସାର୍ ଦୁର୍ଲଭ ପଦାର୍ଥ ସଂଗ୍ରହ କଲେ ଆମେ ସେଥିରୁ ଅନେକ କଥା ଜାଣିପାରିବା, ତେଣୁ ସେଗୁଡ଼ିକୁ ସଂଗ୍ରହ କରିବା। ଘ ନମ୍ବର ଚନ୍ଦନର ଘରେ କ'ଣ ସବୁ ଦେଖି ତନ୍ମୟ ଖୁସି ହୋଇଗଲା? ଆନ୍ସାର୍ ଚନ୍ଦନର ଘରେ ନାନା ପ୍ରକାରର ପଥର, ପଶୁପକ୍ଷୀଙ୍କର ଚିତ୍ର, ପକ୍ଷୀଙ୍କର ପର, ଡାକ ଟିକେଟ, ମୁଦ୍ରା, ପତ୍ରପତ୍ରିକାର ଲେଖା, ଫଟୋ ଆଲବମ୍, ବିଭିନ୍ନ ଚିତ୍ର ଏବଂ ପରିଷ୍କାର ପରିଚ୍ଛନ୍ନ ସାଜସଜ୍ଜା ଦେଖି ତନ୍ମୟ ଖୁସି ହୋଇଗଲା। ଅ ନମ୍ବର କୌଣସି ଜିନିଷକୁ ସାଇତି ରଖିଲେ ଆମର କି ଉପକାର ହୁଏ? ଆନ୍ସାର୍ କୌଣସି ଜିନିଷକୁ ସାଇତି ରଖିଲେ ତାହାକୁ ଖୋଜିଲେ ଠିକ୍ ସମୟରେ ମିଳିଯାଏ ଏବଂ ସେଥିରୁ ଆନନ୍ଦ ମିଳେ। 3 ନମ୍ବର ସରଳ ଭାଷାରେ ବୁଝାଇ ଲେଖିବା। ଜଣେ ଯତ୍ନଶୀଳ ଓ ଦାୟିତ୍ୱବାନ ଲୋକ ଜୀବନରେ କେବେ ହାରିଯାଏ ନାହିଁ। ଆନ୍ସାର୍ ଜଣେ ଯତ୍ନଶୀଳ ନାହିଁ। ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ କଳିକା ପୁସ୍ତକର ସାଇତି ରଖିବା ସଜାଇ ରଖିବା ବିଷୟରୁ ଆନିତ। ଏହି ପ୍ରସଙ୍ଗରେ ଲେଖକ ପଦ୍ମଲୋଚନ ପାଲଟା ସିଂହ ଯତ୍ନଶୀଳ ଓ ଦାୟିତ୍ୱବାନ ଲୋକର ସଫଳତା ବିଷୟରେ କହିଛନ୍ତି। ତନ୍ମୟର ବଡ଼ ଭାଇ ଚନ୍ଦନ ସବୁ ଜିନିଷକୁ ସାଇତି ରଖେ ଏବଂ ସଜାଇ ରଖେ, କିନ୍ତୁ ତନ୍ମୟ ତା'ର ଜିନିଷଗୁଡ଼ିକ ଯତ୍ନ ନିଏ ନାହିଁ, ତେଣୁ ସେ ଅସୁବିଧାରେ ପଡ଼େ। ତନ୍ମୟକୁ ଠିକ୍ ବାଟକୁ ଆଣିବା ପାଇଁ ଚନ୍ଦନ ତାଙ୍କ ଗୁରୁଜୀ କହିଥିବା ଗପ କହିଲା ଏବଂ ନିଜେ ସାଇତି ରଖିଥିବା ଜିନିଷଗୁଡ଼ିକୁ ତନ୍ମୟକୁ ଦେଖାଇଲା। ଏଥିସହିତ ସେ ତନ୍ମୟକୁ ବୁଝାଇ ଦେଲା ଯେ ସାଇତି ରଖିବାର ଅଭ୍ୟାସ ମଣିଷକୁ ଯତ୍ନଶୀଳ, ଦାୟିତ୍ୱବାନ ଓ ଶୃଙ୍ଖଳିତ କରିଥାଏ। ପ୍ରସଙ୍ଗଟି ଶିକ୍ଷାମୂଳକ ଅଟେ। 4 ନମ୍ବରଟି କହିଛି ବିପରୀତ ଅର୍ଥ ବୁଝାଉଥିବା ଶବ୍ଦକୁ ପାଖ କୋଠରୀରେ ଲେଖିବା। ମିଛ ସତ, ପରିଷ୍କାର ଅପରିଷ୍କାର, ଯତ୍ନ ଅଯତ୍ନ, ଅପକାର ଉପକାର, ସୁବିଧା ଅସୁବିଧା। 5 ନମ୍ବରଟି କହିଛି ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ଆଣି ଖାଲି ଜାଗାରେ ଲେଖିବା। କ ନମ୍ବରଟି ହେବ ଜିନିଷ ସାଇତି ରଖିବା ଗୋଟିଏ କଠିନ କାମ ନୁହେଁ। ଖ ନମ୍ବରଟି ହେବ ଆମ ରାଜ୍ୟର ଭୁବନେଶ୍ୱରରେ ଗୋଟିଏ ସଂଗ୍ରହାଳୟ ଅଛି। ଗ ନମ୍ବରଟି ହେବ ଯତ୍ନଶୀଳ ଓ ଦାୟିତ୍ୱବାନ ଲୋକ ଜୀବନରେ କେବେ ହାରିଯାଏ ନାହିଁ। 6 ନମ୍ବରଟି କହିଛି ଆସ ତଳେ ଥିବା ଅପୂର୍ଣ୍ଣ ବାକ୍ୟଗୁଡ଼ିକୁ ବହିରୁ ଖୋଜି ପୂରଣ କରିବା। କ ନମ୍ବରଟି ହେବ ଜିନିଷ ସାଇତି ରଖିବା ଗୋଟିଏ କଠିନ କାମ ନୁହେଁ, ଏହା ଗୋଟିଏ ଭାରି ଭଲ ଗୁଣ। ଖ ନମ୍ବରଟି ହେବ ସାମାନ୍ୟ ଅଯତ୍ନରୁ ତାଙ୍କୁ ଅପମାନ ଓ ଧନହାନି ଉଭୟ ସହିବାକୁ ପଡ଼ିଲା। ଗ ନମ୍ବରଟି ହେବ ସେ ପତ୍ରପତ୍ରିକାରୁ କେତେ ଲେଖା କାଟିକରି ରଖିଛି। ଘ ନମ୍ବରଟି ହେବ ମୁଁ ପରା କେତେ ଜାତିର ଜିନିଷ ସଂଗ୍ରହ କରି ଆମ ଘରେ ଗୋଟିଏ ଛୋଟ ସଂଗ୍ରହାଳୟ ତିଆରି କରିଛି। ଅ ନମ୍ବରଟି ହେବ ବଡ଼ ଭାଇଠାରୁ ସାନ ଭାଇମାନେ ଅନେକ କଥା ଶିଖନ୍ତି। 7 ନମ୍ବର ଆସ ନିମ୍ନଲିଖିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ିବା। ଦୁର୍ଲଭ ବିଭିନ୍ନ ପ୍ରକାର ଦୁର୍ଲଭ ପଥର ସଂଗ୍ରହ କଲେ ସେଥିରୁ ଅନେକ କଥା ଜାଣିହୁଏ। ବାହାନା
ସେ ସବୁବେଳେ ମିଛ ବାହାନା କରି ସ୍କୁଲରେ ଅନୁପସ୍ଥିତ ରହୁଛି। ରାଗ ତମତମ। ତନ୍ମୟ ରାଗ ତମତମ ହୋଇ ଘରୁ ବାହାରିଗଲା। ଦାୟିତ୍ୱ ନେଇ ଠିକ୍ ଭାବରେ କାମ କରିବା ଉଚିତ କଥା। ଅପରାଧୀ ନିଜ ଭୁଲ କାମ ପାଇଁ ଗୋପାଳ ଅପରାଧୀ ଭଳି ନୀରବ ରହିଲା। 8 ନମ୍ବର ବାକ୍ସ ଭିତରେ ଏହି ପାଠରୁ କିଛି ଶବ୍ଦ ଦିଆଯାଇଛି। ଆସ ସେଗୁଡ଼ିକ ବ୍ୟବହାର କରି ଅନୁଚ୍ଛେଦଟିଏ ଲେଖିବା। ଥରେ ଜଣେ ଭଦ୍ରଲୋକ ରେଳଗାଡ଼ିରେ ଯାଉଥିଲେ। ଟିଟିଇ ଆସି ତାଙ୍କୁ ଟିକେଟ ମାଗିଲେ। ଭଦ୍ରଲୋକ ତାଙ୍କୁ ପକେଟ, ଡାଏରୀ, ବ୍ୟାଗ ସବୁଠି ଖୋଜିଗଲେ, କିନ୍ତୁ ଟିକେଟ ପାଇଲେ ନାହିଁ। ସେ ଟିକେଟ କରିଛନ୍ତି ବୋଲି ଯେତେ କହିଲେ ମଧ୍ୟ ଟିଟିଇ ବିଶ୍ୱାସ କରିବାକୁ ନାରାଜ। ଏଣେ ଯେତିକି ବିଳମ୍ବ ହେଉଥାଏ, ପାଖରେ ବସିଥିବା ଯାତ୍ରୀମାନେ ତାଙ୍କ ଆଡ଼କୁ ସେତିକି ଆଡ଼େଇ ଆଡ଼େଇ ଅନାଉଥାନ୍ତି, ସତେ ଯେପରି ସେ ବାହାନା କରୁଛନ୍ତି। ତାଙ୍କୁ ଅପରାଧୀ ଭଳି ଲାଗିଲା ଏବଂ ବଡ଼ ବାଧିଲା। ସାମାନ୍ୟ ଅଯତ୍ନରୁ ତାଙ୍କୁ ଧନହାନି ସହିବାକୁ ପଡ଼ିଲା। 9 ନମ୍ବରଟି କହିଛି, ପଢ଼ିବା ଗୋଟିଏ କାମକୁ ବୁଝାଉଛି। ଏହି କାମଟି କରିବାକୁ କାହାକୁ ଆଦେଶ ଦେଲେ କୁହାଯିବ ପଢ଼। ସେହିଭଳି ତଳଲିଖିତ କାର୍ଯ୍ୟଗୁଡ଼ିକ କରିବା ପାଇଁ ଆଦେଶ ଦେଲେ କ'ଣ ହେବ ଲେଖିବା। କରିବା କର, ଶୁଣିବା ଶୁଣ, ଡେଇଁବା ଡିଅଁ, କହିବା କୁହ, ଯିବା ଯାଅ, ଖୋଜିବା ଖୋଜ। 10 ନମ୍ବରଟି କହିଛି, ସଫାସୁତୁରା ପରି ଆଉ କେତୋଟି ଯୋଡ଼ା ଶବ୍ଦ ମନରୁ ଭାବି ଲେଖିବା। ଆନ୍ସାର: ଗପସପ, ଫୁଲ ଫଳ, ପଶୁ ପକ୍ଷୀ, ସାଜସଜ୍ଜା, ଫପଡ଼ା ଫପଡ଼ି, ଭଙ୍ଗାରୁଜା। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।